Hello friend, welcome to our YouTube channel Only Mystic। ପାଠର ନାମ ଦେଖ ପିଲାମାନେ, କାଞ୍ଚନର ପାଞ୍ଚ କଥା। କାଞ୍ଚନ ବୋଲି ଗୋଟେ ଝିଅ ଥିଲା, ତାର ପାଞ୍ଚ କଥା। ଦେଖ ତୁମ ହସ ଖେଳ ବହି ପାଠ ନମ୍ବର 23। ସର୍ବପ୍ରଥମେ ତ ପିଲାମାନେ এই ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାହିଁକି ନା ତୁମେ এই ଚ୍ୟାନେଲ ମାଧ୍ୟମରେ ଏମିତି ଅନେକ ଏଜୁକେସନ୍ ଭିଡ଼ିଓ ଦେଖିବାକୁ ପାଇବ। ତାହେଲେ ଚାଲ ଡେରି ନକରି ଶୀଘ୍ର ପାଠଟି ଆରମ୍ଭ କରିବା। ଦେଖ ସମସ୍ତେ ଶୀଘ୍ର ପାଠ ନମ୍ବର 23 ବାହାର କର। ପାଠ ନାମ ଦେଖ, କାଞ୍ଚନର ପାଞ୍ଚ କଥା। ଦେଖ କ'ଣ ଦେଖୁଛ ପିଲାମାନେ, ଫଟୋରେ ଦେଖ, ସମସ୍ତେ ଧ୍ୟାନ ଦିଅ। ଏଇଟା ଦେଖ ପଞ୍ଚାୟତ କାର୍ଯ୍ୟାଳୟ, ଏଇଟା ଦେଖ ଉପରା ବିଦ୍ୟାଳୟ। ଏଇଟା ଦେଖୁଛ, ଏଇଟା ପିଲାମାନେ କ'ଣ କରୁଛନ୍ତି, ବିଦ୍ୟାଳୟରୁ ପାଠ ପଢ଼ିକି ଆସୁଛନ୍ତି। ଏଇଟା ପଞ୍ଚାୟତରେ କ'ଣ ହେଉଛି, ଏଇଟା ସଭା ହେଉଛି, ବସିଛି। ଏଇଟା ଦେଖ କାଞ୍ଚନ, ଗୋଟେ ଝିଅର ନାମ ହେଲା କାଞ୍ଚନ, ଦେଖୁଛ। ଚାଲ ତାହେଲେ ଶୀଘ୍ର ପାଠଟି ଆରମ୍ଭ କରିବା। ଦେଖ ଦିନକର କଥା। ପାଠ ପଢ଼ି କାଞ୍ଚନ ଫେରୁଥିଲା। ପାଠ ପଢ଼ି କିଏ ଫେରୁଥିଲା? କାଞ୍ଚନ, ସେ ଝିଅ ଫେରୁଥିଲା। ପଞ୍ଚାୟତ ହତାରେ ସେହି ଅଞ୍ଚଳର ବହୁତ ଲୋକ ଥିଲେ। ସରପଞ୍ଚ ବାଞ୍ଛାନିଧି ମଉସା କିଛି କହୁଥିଲେ। ପଞ୍ଚାନନ କାକା କାଞ୍ଚନକୁ ଡାକିଲେ। ଆଖପାଖ 5-10ଟି ଗାଁରେ ମ୍ୟାଲେରିଆ ଓ ଝାଡ଼ା ରୋଗ ଲାଗିଥିଲା। ରୋଗରେ ପଡ଼ି ଲୋକେ ବହୁତ କଷଣ ସହୁଥିଲେ। ସଭିଏ ମିଶି ରୋଗ ନ ହେବା ଉପାୟ ପାଞ୍ଚୁଥିଲେ। କ'ଣ ଚାଲିଥିଲା ପିଲାମାନେ? ଦେଖ ଏହି ସଭାରେ, ଯେନ୍ଟା ଏହି ସଭାଟି ବସିଛେ, କିଏ? ସରପଞ୍ଚ ବାଞ୍ଛାନିଧି ମଉସା ଯାଇକି ଏଟା ସଭାରେ କ'ଣ କରୁଛନ୍ତି, କ'ଣ ଆଲୋଚନା କରୁଛନ୍ତି? ଆଖପାଖରେ କ'ଣ ହୋଇଥିଲା? ଝାଡ଼ା ବାନ୍ତି ରୋଗରେ ସମସ୍ତେ ଆକ୍ରାନ୍ତ ହୋଇଥିଲେ। ସେଇ ରୋଗକୁ କେମିତି ନିରାକରଣ କରିବେ, ସେଇ ବିଷୟରେ ସେମାନେ ସେଥିରେ ଆଲୋଚନା କରୁଥିଲେ। ସେଥିରେ କାହାକୁ ଡାକିଲେ ସେମାନେ? କାଞ୍ଚନକୁ ଡାକିଲେ। କିଏ ଡାକିଲେ କାଞ୍ଚନକୁ? ପଞ୍ଚାନନ କାକା କାଞ୍ଚନକୁ ଡାକିଲେ ତାଙ୍କ ପାଖକୁ। ଦେଖ ପିଲାମାନେ, ଏଇଟା କାଞ୍ଚନ, ଦେଖ ଏଇଟା ସରପଞ୍ଚ, ଏଇଟା ଆଖପାଖ ସମସ୍ତ ଭଦ୍ର ବ୍ୟକ୍ତିଗଣ ସଭାରେ ଅଛନ୍ତି। ଦେଖୁଛ, ଏଇଟା ସମସ୍ତେ ଦେଖ। ବାଞ୍ଚା ମଉସା ପଚାରିଲେ, ବହିରେ ରୋଗ ନ ହେବା ଉପାୟ କ'ଣ ଅଛି? କାଞ୍ଚନ ହାତ ଯୋଡ଼ି କହିଲା, ଘର ପାଖ ଆମର ଓ ଘାସ ବୁଦା ଚାନ୍ସି ପକାଇବା, ଖାଲ ଜାଗା ଓ ନାଳରେ ଔଷଧ ଛିଞ୍ଚିବା, ପାଣି ଫୁଟାଇ ଛାଣିବା, ତାକୁ ଯତ୍ନରେ ସଞ୍ଚୟ କରି ରଖି ପିଇବା, ସବୁଦିନ କିଛି ଫଳ ଓ କଞ୍ଚା ପରିବା ଖାଇବା। ଏ 5 କଥା ମାନିଲେ ଆମେ ରୋଗରୁ ବଞ୍ଚିବା ବୋଲି କିଏ କହିଲା? ଏଇଟା ଦେଖୁଛ ସମସ୍ତେ କେମିତି କହିଥା। ପାଖରେ ଯଦି ନାଳ ନର୍ମଦା ଥିବ, ସେଥିରେ ମାଛିମାନେ ବସା ହେବେ। ଅନେକ ପ୍ରକାର ରୋଗ ଆଣିକି, ଜୀବାଣୁ ଆଣିକି ତୁମ ଖାଦ୍ୟରେ ବସିଲେ ସେମାନେ ସେ ଖାଦ୍ୟରୁ କ'ଣ ହେବ? ରୋଗଟା ହେବ। ଦେଖ କଞ୍ଚା ଫଳ ଖାଇବା, ଏଇଟା ଏକ କଥା। ଏଇଟା ନାଳ କଥା ଆମେ ପୋତିବା, ପାଣିକୁ ଫୁଟାଇ ପିଇବା, ବୁଝିଲ? ଦେଖ ଏଇଟା ନାଳ ବନ୍ଧୁ, ସେମାନେ ଖରାପ ପାଣି ଆଖପାଖରେ ରହିବାକୁ ଦେବା ନାହିଁ। ଏହି 5ଟି କଥା କାଞ୍ଚନ ସେହି ସଭାରେ କହିଥିଲା। ଦେଖ ସମସ୍ତେ, ଏଇଟା ଦେଖ କାଞ୍ଚନ ଅଛି ଏବଂ ଆଖପାଖ ଗାଁର ସମସ୍ତ ଭଦ୍ର ବ୍ୟକ୍ତିମାନେ ଏଠାରେ ବସିଛନ୍ତି। ଦେଖୁଛ ନା? ବାଞ୍ଚା ମଉସା, ପଞ୍ଚାନନ କାକା ଓ ସବୁ ଲୋକ ଖୁସି ହେଲେ। କହିଲେ, ସାବାସ୍ କାଞ୍ଚନ, ଆମେ କାଞ୍ଚନର 5 କଥା ମାନିବା। ସମସ୍ତେ ସାବାସ୍ କହିଲେ କାଞ୍ଚନକୁ। ଏବଂ ଆମେ ତୁ କହିଥିବା କଥା, ଆମେ ତୋର ଏଇ 5ଟି କଥା ଆମେ ସମସ୍ତେ ମାନିବା ବୋଲି
ତାଲି ଦେଇ ସେଇ ଝିଅକୁ ସମସ୍ତେ ଆଗ୍ରହର ସହିତ ତାଲି ବଜାଇଲେ। ଦେଖୁଛ ନା ପିଲାମାନେ, ସମସ୍ତେ ଦେଖ ଏଇଟା ସେଇ କାଞ୍ଚନ ଡାକ ପାଖର ପଡ଼ୋଶୀ।